জয় জগন্নাথ দর্শক বন্ধু চালু আজর কিছু গুরুত্বপূর্ণ খবর উপরে নজর পকাই নেবা। ভিডিওটি বহুত গুরুত্বপূর্ণ হব, সেপাই বিনা স্কিপ করে ভিডিওকে শেষ পর্যন্ত দেখুন। প্রথম খবরটি হচ্ছে 1 এপ্রিল সারা দেশের বাধ্যতামূলক হব এই পেট্রোল। জাণতু আপনার গাড়ি উপরে কণ পড়ব প্রভাব। নম্বর 2 2024 প্রথম শক্তিশালী বাত্যা হোরাসিও, পাণিপাগ বিভাগ কহিলা এ ভারত উপরে। নম্বর 3 সুগর্জন করে মাড়ি আসুচি মহাবাত্যা, ঘণ্টাকু 260 স্পিডে পবন, বাত্যা হোরাসিও কেতে ভয়ঙ্কর জাণতু। নম্বর 4 কমাল কলে বস কন্ডক্টর পুଅ 5 কোটির ঘর করে চর্চারে গেমর ফ্লিক্ট। নম্বর 5 সবু সারিদেলা সরকারি মন্ডি, 25 কেজি ধান ও 3000 টঙ্কা লাঞ্চ নেলে চাষীর জীবন। নম্বর 6 হোলি ভেটি, গরিব পরিবারକୁ মিলিব মাগଣା গ্যাস সিলিন্ডর, জাণନ୍ତୁ কিଏ ও কিপরি পাইবে এହାର সুবিধা। নম্বর 7 ড্রগ্স মাফিয়া মেঞ্চা মୃତ୍ୟୁକୁ ନେଇ ମେକ୍ସିକୋରେ ଭୟଙ୍କର ହିଂସା, ଭାରତୀୟଙ୍କ ପାଇଁ ଆଡଭାନ୍ସରୀ ଜାରି କଲା ଭାରତ। নম্বର 8 30,000 ଦରମା 40 ଲକ୍ଷର ଋଣ, ଏଭଳି ଜୀବନ ବିତାଉଛନ୍ତି ଜେନ୍ଜି, କଣ ଏହା ପଛର କାରଣ? নম্বর 9 ଅଙ୍ଗନବାଡି ସହାୟିକାଙ୍କୁ ଜାତିଆଣା ଭେଦଭାବ, ପିଲାଙ୍କ ପାଇଁ ରୋଷେଇ କରିବା ମନା। নম্বর 10 ଓହ ଛାତ୍ରଛାତ୍ରୀଙ୍କ ଖୁସି କହିଲେ ନ ସରେ, ହୋଲିରେ ଏକାଥରେ 4 ଦିନ ଛୁଟି, ଦେଖନ୍ତୁ ଲିଷ୍ଟ। নম্বর 11 ସମସ୍ତଙ୍କ ସାମ୍ନାରେ ନିଜର ବ୍ୟକ୍ତିଗତ କଥା କହିଥିଲେ ଅକ୍ଷୟ କୁମାର, କ୍ରସ୍ ସହ ଥିବା ସମ୍ପର୍କ ବିଷୟରେ ଜଣାଇଲେ। নম্বর 12 ଆସନ୍ତାକାଲିଠୁ ଘଡ଼ଘଡ଼ି ଓ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା। নম্বর 13 ଶସ୍ତା ହେଲା ସୁନା, କମିଲା ରୂପା ଦର, ଜାଣନ୍ତୁ 10 ଗ୍ରାମକୁ କେତେ ଟଙ୍କା। নম্বর 14 ଇଂରାଜୀ ପରୀକ୍ଷା ଦେଇ ଆସିବା ପରେ ଜୀବନ ହାରିଲେ ମ୍ୟାଟ୍ରିକ ପରୀକ୍ଷାର୍ଥୀ। ଏବେ ଚାଲନ୍ତୁ ସମ୍ପୂର୍ଣ୍ଣ ଖବରଗୁଡ଼ିକୁ ବିସ୍ତାର ଉପରେ ଜାଣିବା। ତା ପୂର୍ବରୁ ଆପଣ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। নম্বর 1 ଏପ୍ରିଲ ସାରା ଦେଶରେ ବାଧ୍ୟତାମୂଳକ ହେବ ଏହି ପେଟ୍ରୋଲ, ଜାଣନ୍ତୁ ଆପଣଙ୍କ ଗାଡ଼ି ଉପରେ କଣ ପଡ଼ିବ ପ୍ରଭାବ। କେନ୍ଦ୍ର ସରକାର ଇନ୍ଧନ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। 1 ଏପ୍ରିଲ 2024 ଠାରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 20% ଇଥାନଲ ମିଶ୍ରଣ ଏବଂ ସର୍ବନିମ୍ନ ରିସର୍ଚ୍ଚ ଆକ୍ସନ ନମ୍ବର 95 ସହିତ ପେଟ୍ରୋଲ ବିକ୍ରୟ କରିବା ବାଧ୍ୟତାମୂଳକ ହେବ। ତେଲ ଆମଦାନୀ ଏବଂ ପ୍ରଦୂଷଣ ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ତଥାପି ଏହି ପରିବର୍ତ୍ତନ ସାଧାରଣ ଗାଡ଼ି ଚାଳକଙ୍କ ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପକାଇବ। 95ରେ ରିସର୍ଚ୍ଚ ଅକ୍ଟାନ ନମ୍ବର ଥିବା ପେଟ୍ରୋଲକୁ ସାଧାରଣତଃ ପ୍ରିମିୟମ କିମ୍ବା ଉଚ୍ଚ ଅକ୍ଟାନ ପେଟ୍ରୋଲ କୁହାଯାଏ। ସାଧାରଣ ପେଟ୍ରୋଲରେ ପ୍ରାୟ 90 ଅକ୍ଟାନ ନମ୍ବର ଥାଏ। ଅକ୍ଟାନ ସଂଖ୍ୟା ଯେତେ ଅଧିକ ହେବ, ଇଞ୍ଜିନରେ ଇନ୍ଧନ ସେତେ ଦକ୍ଷତାର ସହିତ ଜଳିବ ଏବଂ ପ୍ରି ଅଗ୍ନିଶମ ସମ୍ଭାବନା ସେତେ କମ୍ ହେବ। 95 RON ପେଟ୍ରୋଲ ସୁଗମ ଡ୍ରାଇଭିଂ, ଉତ୍ତମ ଶକ୍ତି ଏବଂ ଉତ୍ତମ ତ୍ୱରାନ୍ୱୟ ପ୍ରଦାନ କରିବ, ବିଶେଷ କରି ଟର୍ବୋଚାର୍ଜ କିମ୍ବା ଉଚ୍ଚ କ୍ଷମତା ଥିବା ଇଞ୍ଜିନଗୁଡ଼ିକ ଯାନଗୁଡ଼ିକରେ। নম্বর 2 2024ର ପ୍ରଥମ ଶକ୍ତିଶାଳୀ ବାତ୍ୟା ହୋରାସିଓ, ପାଣିପାଗ ବିଭାଗ କହିଲା ଏହା ଭାରତ ଉପରେ। ବର୍ତ୍ତମାନ ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ତେଲେଙ୍ଗାନା ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହେଉଛି। ଭାରତ ମହାସାଗରରେ ହିରାସିଓ ନାମକ ଏକ ବଡ଼ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ଏହା ଏପର୍ଯ୍ୟନ୍ତ ଏ ବର୍ଷର ସବୁଠାରୁ ବିପଦପୂର୍ଣ୍ଣ ଘୂର୍ଣ୍ଣିଝଡ଼। ଘଣ୍ଟା ପ୍ରତି 260 କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଅଛି। ଏବେ ପାଣିପାଗ ବିଭାଗ କହିଛି ଏହା ଭାରତ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଦକ୍ଷିଣ ପଶ୍ଚିମ ଭାରତ ମହାସାଗରରେ ଏହି ବାତ୍ୟାଟି ରହିଛି। ହାଇଦ୍ରାବାଦ ପାଣିପାଗ କେନ୍ଦ୍ର କହିଛି ଆଜି ମଧ୍ୟ ବର୍ଷା ଜାରି ରହିବ। ସେମାନେ ସାଙ୍ଗାରେଡ୍ଡି, ରାଙ୍ଗାରେଡ୍ଡି, ମେଡକ ଏବଂ କାମାରେଡ୍ଡି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି। ଘଡ଼ଘଡ଼ି ଏବଂ ବିଜୁଳି ସହିତ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। নম্বর 3 ସୁଗର୍ଜନ କରି ମାଡ଼ି ଆସୁଛି ମହାବାତ୍ୟା, ଘଣ୍ଟାକୁ 260 ସ୍ପିଡରେ ପବନ, ବାତ୍ୟା ହିରାସିଓ କେତେ ଭୟଙ୍କର ଜାଣନ୍ତୁ। 2024ର ପ୍ରଥମ ଏବଂ ସବୁଠାରୁ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଭାରତ ମହାସାଗରରେ ସକ୍ରିୟ ହୋଇଛି। ହିରାସିଓ ନାମକ ଏହି ଝଡ଼ ଦକ୍ଷିଣ ପଶ୍ଚିମ ଭାରତ ମହାସାଗରରୁ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଦକ୍ଷିଣ ଆଡ଼କୁ ଗତି କରି ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପ୍ରଳୟଙ୍କାଳୀ ଘୂର୍ଣ୍ଣିଝଡ଼ ସୃଷ୍ଟି କରୁଛି। ଏହି ଘୂର୍ଣ୍ଣିଝଡ଼ ପ୍ରଥମେ ମରିସସ୍ ଏବଂ ରଡ୍ରିଗୋ ଦ୍ୱୀପକୁ ଆଘାତ କରିଥିଲା, କାରଣ ଏହା ପ୍ରାରମ୍ଭରୁ ହିଁ ମରିସସ୍ ଏବଂ ରଡ୍ରିଗୋ ପୂର୍ବରେ ରହିଥିଲା। ସରକାର ମାନେ ମାଡାଗାସ୍କର ସମେତ ଅନେକ ଉପକୂଳବର୍ତ୍ତୀ ଦେଶରେ ଝଡ଼, ବଳୟ ପବନ, ପ୍ରବଳ ବର୍ଷା ଏବଂ ଉଚ୍ଚ ସମୁଦ୍ର ଲହରୀ ଉଠିବାକୁ ନେଇ ଚେତାବନୀ ଜାରି କରିଛନ୍ତି। ତେବେ ଏହି ଝଡ଼ 23 ଫେବୃଆରୀରେ ଶୀର୍ଷରେ ପହଞ୍ଚିଥିଲା। ଏହାର ସର୍ବାଧିକ ବେଗ 260 ମାଇଲ ପ୍ରତି ଘଣ୍ଟା ରେକର୍ଡ କରାଯାଇଥିଲା। ଏହି ବେଗ ଗଛ ଉପୁଡ଼ି କୋଠାଘରଗୁଡ଼ିକୁ ନଷ୍ଟ କରିବାରେ ସକ୍ଷମ। ତଥାପି ଝଡ଼ ଏପର୍ଯ୍ୟନ୍ତ କେବଳ ଆବାସିକ ଅଞ୍ଚଳର ନିକଟବର୍ତ୍ତୀ ଉପକୂଳରେ ବିନାଶ ଘଟାଇଛି। নম্বর 4 କମାଲ କଲେ ବସ୍ କଣ୍ଡକ୍ଟରଙ୍କ ପୁଅ, 5 କୋଟିର ଘର କରି ଚର୍ଚ୍ଚାରେ ଗେମର ଫ୍ଲିକ୍ଟ। ଆଜି ଆମେ ଆପଣଙ୍କୁ ଏମିତି ଜଣେ ଯୁବକଙ୍କ କାହାଣୀ ଜଣାଇବୁ ଯିଏ ଦିନେ ଭଡ଼ା ଘରେ ରହୁଥିଲେ, ଯାହାଙ୍କର ବାପା ବସ୍ କଣ୍ଡକ୍ଟର ଥିଲେ, କିନ୍ତୁ ଆଜି ସେ ନିଜର ପରିଶ୍ରମରେ ଏମିତି ଏକ ଡ୍ରିମ୍ ହାଉସ୍ ତିଆରି କରିଛନ୍ତି ଯାହା ବଡ଼ ବଡ଼ ବଲିଉଡ୍ ତାରକାଙ୍କ ବଙ୍ଗଳାକୁ ମଧ୍ୟ ଟକ୍କର ଦେଉଛି। ଆମେ କହୁଛୁ ଗେମର ଫ୍ଲିକ୍ଟ ଉର୍ଫ ଅଂଶୁ ବିଷ୍ଟଙ୍କ କଥା। ୟୁଟ୍ୟୁବ ଦୁନିଆର ସୁପରଷ୍ଟାର ଅଂଶୁ ବିଷ୍ଟ ଏବେ ଚର୍ଚ୍ଚାର ବିଷୟରେ। ନିକଟରେ ସେ ନିଜର ଏକ ନ୍ୟୁ ଭିଡିଓ ଜରିଆରେ ନିଜର ବିଳାସମୟ ଘରର ହାଉସ୍ ଟୁର୍ କରାଇଛନ୍ତି। ଏହି ଘରଟି କେବଳ ଇଟା ପଥରରେ ତିଆରି ନୁହେଁ, ବରଂ ଏଥିରେ ରହିଛି ଅତ୍ୟାଧୁନିକ ଜ୍ଞାନ କୌଶଳର ଭରପୁର ମିଶ୍ରଣ। নম্বর 5 ସବୁ ସାରିଦେଲା ସରକାରୀ ମଣ୍ଡି, 25 କେଜି ଧାନ ଓ 3000 ଲାଞ୍ଚ ନେଲା ଚାଷୀର ଜୀବନ। ଚାଷୀ ହେଉଛି ଅନ୍ନଦାତା, କିନ୍ତୁ ଆଜି ସେହି ଅନ୍ନଦାତା ନିଜର କଷ୍ଟ ଅର୍ଜିତ ଧାନ ବିକିବାକୁ ଯାଇ ବାଟରେ ପ୍ରାଣ ହରାଇଛି। ସରକାରଙ୍କ ବଡ଼ ବଡ଼ ଦାବି ଏବଂ ମଣ୍ଡି ବ୍ୟବସ୍ଥା କେମିତି ଜଣେ ନିରୀହ ଚାଷୀର ଜୀବନ ନେଇପାରେ, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜନଗର ବ୍ଲକରେ। ଧାନ ଦେବାକୁ ଆସିଥିବା ମେସେଜ ସମେତ
ଯେମିତି ତ୍ରିଲୋଚନ ନାୟକଙ୍କ ପାଇଁ ମୃତ୍ୟୁ ପରୱାନା ସାଜିଥିଲା। ଧାନ ଦେବାକୁ ଆସିଥିବା ମେସେଜ ସତେ ଯେମିତି ତ୍ରିଲୋଚନ ନାୟକଙ୍କ ମୃତ୍ୟୁର ପରୱାନା ସାଜିଥିଲା। ଧାନ ଦେବାକୁ ଆସିଥିବା ମେସେଜ ସତେ ଯେମିତି ତ୍ରିଲୋଚନ ନାୟକଙ୍କ ପାଇଁ ମୃତ୍ୟୁର ପରୱାନା ସାଜିଥିଲା। ଜାନୁଆରୀ 26 ତାରିଖରେ ମେସେଜ ଆସିଥିଲା। ମନରେ ଆଶା ଥିଲା ଧାନ ବିକିଲେ 2 ପଇସା ପାଇବେ, ପରିବାର ଚଳିବ। ହେଲେ ସେବା ସମବାୟ ସମିତିର ସମ୍ପାଦକ ଏବଂ ମିଲର ମାନି ଜଣେ ଶୋଉଥିବା ଖେଳୁଥିବା ମଣିଷକୁ ଶବ କରିଦେଲା। 40 ଦିନ କାଳ ମଣ୍ଡିରୁ ସମିତିରୁ ମିଲ୍ ଏମିତି ଦୌଡ଼ି ଦୌଡ଼ି ଶେଷରେ ହାରିଗଲେ ରାଜନଗର ଗୁଣଗଡ଼ି ଗାଁର ଚାଷୀ ତ୍ରିଲୋଚନ ନାୟକ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି, ଖବର ଗୁଡ଼ିକ ଯଦି ଭଲ ଲାଗିଛି, ଗୋଟେ ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରିବେ ଏହିପରି ସୁନ୍ଦର ଭିଡ଼ିଓ ପାଇବା ପାଇଁ। ବିଦାୟ ଦିଅନ୍ତୁ, ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ଜୟ ଜଗନ୍ନାଥ।